ଆପଣ ମାନଙ୍କ ପାଖରେ ଯଦି ଟିକେ ବି ସମୟ ଅଛି ତାହେଲେ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ। ଲାଷ୍ଟ ସିନ୍ ଏତେ ବଢ଼ିଆ ସିନ୍ ଆପଣମାନେ ବିଲିଭ୍ କରିପାରିବେନି। ଆକ୍ଚୁଆଲି ଲାଷ୍ଟ ସିନ୍ କହିବାକୁ ଗଲେ ମାଆଙ୍କର ଗୋଟେ 4 ମିନିଟ୍ର ଗୋଟେ କ୍ଲିପ୍ଟେ ପକାଉଛି ଆମର ସମଲେଇ ମା, ବଲାଙ୍ଗୀର ସମଲେଇ ମା। ତ ତାଙ୍କର ଯେଉଁ ଆଳତୀଟା ହୁଏ ବହୁତ ବଢ଼ିଆ ଲାଗେ ଦେଖିବାକୁ, ଆପଣମାନେ ବି ଦେଖନ୍ତୁ। ତ ଦେଖନ୍ତୁ ଏଇଟା ରାଜାଙ୍କର ଫଟୋ ଲାଗିଛି, ଆଗକାଳର ଫଟୋ, 200 ବର୍ଷ ପୁରୁଣା ଫଟୋ। କ'ଣ ଅଛି ଦେଖିଲେ? 200 ବର୍ଷ ତଳେ ଏଇଟା ଦେଖନ୍ତୁ, କ'ଣ ଜାଣିପାରିଲେ? ମଇଁଷି। गुड मॉर्निंग। ଭେରି ଗୁଡ୍ ମର୍ଣ୍ଣିଂ। ତ ରୀତିନୀତି ଅନୁସାରେ ଚାଲ ଷ୍ଟାର୍ଟ କରିବା ଆମର ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍। ଜୟ ଜଗନ୍ନାଥ ଭାଇ ଓ ଭଉଣୀ ମାନେ, କେମିତି ସବୁ? ସେମିତି ଭଲ ଥାଉ, ଯିବି ଭଲ ନା ଜଗନ୍ନାଥଙ୍କ ଦୟାରୁ ଭଲ ହେଇଯାଉ, ଭଲସେ ରୁହ। ତ ମୁଁ ପୂର୍ବ ଭିଡ଼ିଓରେ ଯେମିତି କହିଥିଲି ଆପଣମାନଙ୍କୁ ଗୋଟେ ନୂଆ ଭିଡ଼ିଓ, ଇଣ୍ଟରେଷ୍ଟିଂ ଭିଡ଼ିଓ ଆଣିବାକୁ ଯାଉଛି ମୁଁ। ଆମେ ଯାଉଛୁ ଆଜି ପ୍ୟାଲେସ୍। ଘରଠୁ ଆମର କିଛି ଦୂରରେ ଅଛି ପ୍ୟାଲେସ୍। ବର୍ତ୍ତମାନ ଜିଜୁ ମୁଁ ରେଡ଼ି ହେଇଯାଇଛୁ ବାଇକ୍ରେ। ଖାଲି ଲୋକଙ୍କୁ ପ୍ୟାଲେସ୍କୁ ଯିବାକୁ, ଭିତରକୁ ଯିବାକୁ ମନା। ଆଜି ଯିବା ଏବଂ ମୋ ସହିତ ଆପଣମାନେ ବି ଦେଖିପାରିବେ ପ୍ୟାଲେସ୍କୁ। ତ ମୁଁ ତ ଆପଣମାନେ ବି ଏଇ ଭିଡ଼ିଓରେ ଜମାରୁ ସ୍କିପ୍ କରନ୍ତୁ ନାହିଁ। ତ ଆପଣମାନେ ଦେଖନ୍ତୁ, ଭିଡ଼ିଓ ଦେଖନ୍ତୁ, କେମିତି କ'ଣ ଲାଗୁଛି କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଭଲ ଲାଗିଲେ ସବସ୍କ୍ରାଇବ୍ କରିବେ ଏବଂ ସେୟାରଟେ କରିବେ। ତ ବର୍ତ୍ତମାନ ଡେରି ନ କରି ଆମେମାନେ ଯିବା ବର୍ତ୍ତମାନ ପ୍ୟାଲେସ୍। ତ ବର୍ତ୍ତମାନ ଏବେ ପ୍ୟାଲେସ୍ ଭିତରକୁ ମୁଁ ଏକା ଆସିଥିଲି, ବର୍ତ୍ତମାନ ମୋତେ ମନା କରିଦେଲେ। ଗେଟ୍ଟା କିଛି ଏମିତି ରହିବ ପୁରା ବହୁତ ଚେଷ୍ଟା। ତ ଏଇଠୁ ବର୍ତ୍ତମାନ ଷ୍ଟାର୍ଟ ହେଇଯାଉଛି ଆମର ପ୍ୟାଲେସ୍। ତ ବର୍ତ୍ତମାନ ଆମର ଗାଡ଼ି ପାର୍କିଂ ଏଡ଼େ ହେଇଯାଇଛି। ବର୍ତ୍ତମାନ ସିଆଡ଼େ ଦେଖନ୍ତୁ ପ୍ୟାଲେସ୍ ଅଛି, ଆମେ ଭିତରକୁ ଯିବା, କିଛି ସମୟ ପରେ ଭିତରକୁ ଯିବା। ବର୍ତ୍ତମାନ ଆପଣ ଏଇଠିର ଦୃଶ୍ୟଟାକୁ ଫାଷ୍ଟ ଦେଖନ୍ତୁ। ହେଉଛି ବଲାଙ୍ଗୀର ପାଟନା ମହାରାଜଙ୍କର ପ୍ୟାଲେସ୍, ଶୈଳଶ୍ରୀ ପ୍ୟାଲେସ୍। ବହୁତ ପୁରୁଣା ପ୍ୟାଲେସ୍। ଏଥିରେ ଆପଣଙ୍କୁ ବହୁତ କିଛି ଦେଖିବାକୁ ମିଳିବ। ପୁରୁଣା ପୁରୁଣା ଜିନିଷ ସବୁ, ମାନେ ମ୍ୟୁଜିୟମ୍, ବାବାଙ୍କ ମନ୍ଦିର, ବହୁତ ସୁନ୍ଦର। ଏଠି ଗାର୍ଡ଼େନ୍ ଅଛି, ଆପଣ ଆସନ୍ତୁ, ବହୁତ ସୁନ୍ଦର ଲାଗିବ। ବର୍ତ୍ତମାନ ଆମେ ତ ଏଣ୍ଟ୍ରି କରିଦେଇଛୁ, ଏଇ ବାଟେ ଆମେ ଏଣ୍ଟ୍ରି କରିଦେଇଛୁ। ବର୍ତ୍ତମାନ ଚାଲନ୍ତୁ ଯିବା। ବର୍ତ୍ତମାନ ଜିଜୁ ଏଇଟା କେଉଁ ମନ୍ଦିର? ଏଇଟା ବାବାଙ୍କର, ଶିବ ବାବାଙ୍କର ମନ୍ଦିର। ଏଇଟା ଓମ୍ ନମଃ ଶିବାୟ। ପାଣି ରହେ, ଏବେ ଟିକେ କମ୍ ଅଛି ପାଣି। ଆମର କାର୍ତ୍ତିକ ପୂର୍ଣ୍ଣିମାରେ ଏଠି ଲୋକ ଆସନ୍ତି, ଡଙ୍ଗାଟି ଭସାଣି ହୁଏ, ବହୁତ ସୁନ୍ଦର ହୁଏ ଏଠି। ଏବେ ଖରା ପାଇଁ ଟିକେ ପାଣି କମ୍ ଅଛି, ଆସନ୍ତୁ। ବହୁତ ପ୍ରାଚୀନ ମନ୍ଦିର, ଇଏ ପୁରୁଣା ମନ୍ଦିର ବାବାଙ୍କର, ଶିବ ବାବାଙ୍କର। ଓମ୍ ନମଃ ଶିବାୟ। ଓମ୍ ନମଃ ଶିବାୟ। ତ ବର୍ତ୍ତମାନ ଆମେ ତ ଆସିଥିଲୁ ବର୍ତ୍ତମାନ ବାବାଙ୍କ ମନ୍ଦିରକୁ। ଆମେ ତ ଗାଧେଇନୁ, ସକାଳୁ ସକାଳୁ ପଳେଇ ଆସିଛୁ। ତ ଆପଣମାନେ ଏଇଠୁ, ମୁଁ ତ ଭିତରଟା ଦେଖାଇ ପାରିବି ନାହିଁ, କ୍ୟାମେରା ଆଲାଉ ଅଛି ନା ନାହିଁ ମୁଁ ଜାଣିନି। ଭିତରୁ କ୍ୟାମେରା ଆଲାଉ ଅଛି? କ୍ୟାମେରା ଆଲାଉ ଅଛି, କିନ୍ତୁ ଆମେ କ୍ୟାମେରା ଆଲାଉ ଅଛି, କିନ୍ତୁ ଆମେ ଗାଧେଇନୁ, ସେଥିପାଇଁ ଆମେ ଯାଇପାରିବୁନୁ। ତ ସେଇଟା ପାଇଁ ଆପଣ କ୍ଷମା କରିଦିଅନ୍ତୁ। ବହୁତ ପ୍ରାଚୀନ ମନ୍ଦିର, ବହୁତ ପ୍ରାଚୀନ ମନ୍ଦିର। ଏଇଠୁ ବର୍ତ୍ତମାନ ଦେଖିଦିଅନ୍ତୁ ଆପଣମାନେ। ମାନେ ଇମାଜିନ୍ କରନ୍ତୁ, ଦେଖନ୍ତୁ ମନ୍ଦିର ଅଛି, ମଝିରେ ରୋଡ଼ ଅଛି, ଦୁଇ ସାଇଡ଼୍ରେ ପାଣି, ସେକାନି ଗଛ, ଏକାନି ବି ଗଛ। ତ ବର୍ତ୍ତମାନ ପାଣି ନାହିଁ ବୋଲି ଆପଣ ଏମିତି ଦେଖାଯାଉଛି। ଆଗରୁ ଗୋଟେ ଥର ମୁଁ ଆସିଥିଲି, ବହୁତ ଦିନ ହେଲାଣି ମୁଁ ଆସିଥିଲି, ମାନେ ଏଇ ଦୁଇ କାନି ଯାକ ପୁରା ପାଣି ଥିଲା। ମୋର ଦୁଇ ସାଇଡ଼୍ରେ ପୁରା ପାଣି ଥିଲା, ବହୁତ ବଢ଼ିଆ ଲାଗୁଥିଲା। ଆପଣମାନେ ଇମାଜିନ୍ ଟିକେ କରନ୍ତୁ, ମାନେ ଦୁଇ ସାଇଡ଼୍ରେ ପାଣି, ମଝିରେ ରୋଡ଼, ପଛରେ ମନ୍ଦିର ଥିବ, ଆପଣମାନେ ଚାଲି ଚାଲି ଆସୁଥିବେ, କେମିତି ବଢ଼ିଆ ଲାଗୁଥିବ। ତ ଆପଣମାନେ ଟିକେ ଏନ୍ଜୟ କରନ୍ତୁ, ମାନେ ଭାବନ୍ତୁ ଟିକେ ଆପଣମାନେ। ତ ବର୍ତ୍ତମାନ ଏଇଟା ଏବେ ଆମେ ବୁଲି ସାରିଛେ, ଆପଣମାନେ ବି ଦେଖିସାରିଛେ। ବର୍ତ୍ତମାନ ୟାର ସେକାନି ଯିବା। ତ ବର୍ତ୍ତମାନ ଆପଣମାନେ ତ ଦେଖିଲେ କି ଶିବ ମନ୍ଦିର, ମାନେ ମୋର ଯେଉଁ ରାଇଟ୍ ସାଇଡ଼୍ରେ ଥିଲା। ବର୍ତ୍ତମାନ ଆମେ ଦେଖନ୍ତୁ, ଆମେ ଏବେ ଏକାନରୁ ଆସିକିରି ବର୍ତ୍ତମାନ ପୁରା ତାଲା ପଡ଼ିଛି ଏଇଟା। ତ ଦେଖନ୍ତୁ ବର୍ତ୍ତମାନ ଏକାନି ବି ପୁରା ପାଣି, ଏକାନି ବି ପାଣି, ତ ମଝିରେ ଶ୍ରୀରାମଙ୍କ ମନ୍ଦିର, କେତେ ବଢ଼ିଆ ଲାଗୁଥିବ ଭାବନ୍ତୁ। ଆପଣମାନେ ଟିକେ ଇମାଜିନ୍ କରନ୍ତୁ। ତ ଏବେ ମୁଁ ଦେଖିପାରୁନି, କିନ୍ତୁ ମୁଁ ଯେଉଁ ପୂର୍ବ ଥର ଆସିଥିଲି, ୟା ପୂର୍ବରୁ ଆସିଥିଲି, ଏତେ ବହୁତ ବଢ଼ିଆ ଲାଗୁଥିଲା। ତ ବର୍ତ୍ତମାନ ହଉ ଠିକ୍ ଅଛି, ଏଇଟା ତ ଦେଖିଲେ, ଆପଣମାନେ ଡେରି ନ କରି ଜିନିଷଟାକୁ ଦେଖିବା। ତ ଚାଲନ୍ତୁ ଯିବା ବର୍ତ୍ତମାନ ପ୍ୟାଲେସ୍।
ବର୍ତ୍ତମାନ ଦେଖନ୍ତୁ ଆମେ ସେଇ ଦୁଇଟା ମନ୍ଦିରରୁ ପଳେଇ ଆସିଛୁ, ଯାଉଛୁ ବର୍ତ୍ତମାନ ଏବେ ପ୍ୟାଲେସ୍। ତ କେତେ ବଢ଼ିଆ ଲାଗୁଛି, ମାନେ ବହୁତ ପୁରୁଣା ଏଇଟା ପ୍ୟାଲେସ୍ଟା। ବର୍ତ୍ତମାନ ଏଇଟାକୁ ଏତେ ବଢ଼ିଆ କରି ରଖିଛନ୍ତି, ବହୁତ ବଢ଼ିଆ ଲାଗୁଛି। ତ ବର୍ତ୍ତମାନ ଆମେ ଆସି ପହଞ୍ଚି ଯାଇଛୁ ପ୍ୟାଲେସ୍କୁ। ଦେଖନ୍ତୁ କେତେ ବଢ଼ିଆ ଲାଗୁଛି, ଦେଖନ୍ତୁ ବହୁତ ସୁନ୍ଦର, ବହୁତ ସୁନ୍ଦର। ତ ବର୍ତ୍ତମାନ ଆମେ ଆସିକି ପହଞ୍ଚି ଯାଇଛୁ ପ୍ୟାଲେସ୍ ଟିକେ। ତ ଏଇ ଜାଗାକୁ ଆସିବାକୁ ହେଲେ ଆପଣଙ୍କୁ ପରମିଶନ ଦରକାର, ଯେଉଁଟାକି ତ ମୋତେ ମିଳିନଥିଲା। ମୋତେ ମାନେ ନର୍ମାଲ ଲୋକଙ୍କ ଭିତରକୁ ଏଣ୍ଟ୍ରି ନାହିଁ। ଜିଜୁଙ୍କ ଦ୍ୱାରା ମୁଁ ଆସିଥିଲି, ତ ସେଥିପାଇଁ ମୁଁ ପଳେଇ ଆସିଛି। ସେଇଟାକି ମୋର ଭାଗ୍ୟ, ଆପଣଙ୍କର ଭାଗ୍ୟ। ଆପଣମାନେ ଭିଡ଼ିଓ ଦେଖୁଛନ୍ତି, ମୁଁ ବନଉଛି। ତ ବର୍ତ୍ତମାନ ଦେଖନ୍ତୁ ମାନେ ପ୍ୟାଲେସ୍ର ଫ୍ରଣ୍ଟଟା କେମିତି କ'ଣ ଲାଗୁଛି କୁହନ୍ତୁ। ଆଉ ଗୋଟେ ବଢ଼ିଆ କଥା, ମାନେ ଆପଣମାନେ ପୁରା ପୁରା ମାନେ ଟିକେ ସାଉଣ୍ଡ ଟିକେ ଦେଇକି ଶୁଣନ୍ତୁ, ମାନେ ଯେଉଁ ଚଢ଼େଇର କିଚିରି ମିଚିରି ଶବ୍ଦ ଏବଂ ପ୍ୟାଲେସ୍ କେମିତି କ'ଣ ଲାଗୁଛି କୁହନ୍ତୁ। ବର୍ତ୍ତମାନ ଆପଣମାନେ ଦେଖିବେ ତ ରାଜାଙ୍କର ମହଲ ଥିବା ପୂର୍ବ ଫ୍ରଣ୍ଟର ଦୃଶ୍ୟଟା। ବର୍ତ୍ତମାନ ଆମେ ପାଖକୁ ଯିବା, ପାଖକୁ ଯାଇକି ଦେଖିବା। ତ ଦେଖନ୍ତୁ ବର୍ତ୍ତମାନ ଯିବାକୁ ହେଲେ ଏଇଟା ବାଉଁଶ ଦେଇ ଦେଇଛନ୍ତି। ଆକ୍ଚୁଆଲି ଏଇଟା ବାଉଁଶ ଦେଇନଥିଲେ, କ'ଣ ପାଇଁ ଦେଇଛନ୍ତି ବୋଲେ ଏଇଟା ବହୁତ ପିଲାମାନେ ଆସିକିରି ଏକାନି କାଚ ଫାଚ ଫଟେଇକି ସବୁ ବେକାରିଆ ଜିନିଷ ସବୁ କରୁଛନ୍ତି। ତ ସେଥିପାଇଁ ଏଇଟା ଆମ ଦେଇ ଦେଇଛନ୍ତି। ତ ବର୍ତ୍ତମାନ ଆପଣମାନେ ଦେଖନ୍ତୁ ଏମିତି କିଛି ଦୃଶ୍ୟ ରହିଛି। ଆଗର ଆର୍କିଟେକ୍ଚର ଭାଇ ଦେଖନ୍ତୁ, ମାନେ କେତେ ବଢ଼ିଆ ଥିଲା। ସେତେବେଳର କାରୁକାର୍ଯ୍ୟ ଦେଖନ୍ତୁ କେମିତି ଥିଲା ସବୁ। ଏଥର ତ ଏବେ ଲୋକମାନେ ଏତିକି ବି କରିପାରୁନାହାନ୍ତି। ତ ବର୍ତ୍ତମାନ ୟା ପଛକାନି ରାଜାଙ୍କର ବହୁତ କିଛି ଜିନିଷ ଅଛି, ଯେଉଁଟାକି ମୁଁ ଆପଣମାନଙ୍କୁ ଦେଖାଇ ପାରିବିନି, ଦେଖାଯିବନି ବି ଆକ୍ଚୁଆଲି। ହଉ ମୁଁ ଠିକ୍ ଅଛି ଦେଖାଉଛି। ତ ଦେଖନ୍ତୁ ଏଇଟା ରାଜାଙ୍କର ଫଟୋ ଲାଗିଛି, ଆଗକାଳର ଫଟୋ, 200 ବର୍ଷ ପୁରୁଣା ଫଟୋ। ତ ଯେତିକି ହେବ ମୁଁ ବହୁତ କିଛି ସାମାନ ଅଛି ସେକାନି। ୟାର ଯେଉଁ ଦେଖାଯାଉଛି ଝରକା, ତା ଝରକା ପଛକାନି ବହୁତ କିଛି ଅଛି ସାମାନ। ତ ଆପଣମାନଙ୍କୁ ମୁଁ ଦେଖାଇ ପାରୁନି। ଏଇଠି ଗୋଟେ ଦେଖନ୍ତୁ କ'ଣ ଅଛି, ଦେଖିଲେ 200 ବର୍ଷ ତଳେ। ଏଇଟା ଦେଖନ୍ତୁ, କ'ଣ ଜାଣିପାରିଲେ? ମଇଁଷିଟେ ଅଛି ନା, ଏ ସାଇଡ଼୍ରେ ଦେଖନ୍ତୁ ମଇଁଷିଟେ ଅଛି। 200 ବର୍ଷ ତଳର ପୁରୁଣା। ସେକେଣ୍ଡ ଦେଖିଯିବା। ୟାକୁ ଦେଖନ୍ତୁ, ଦେଖନ୍ତୁ ରାଜାଙ୍କ ଫଟୋ ଲାଗିଛି। ତ ଦେଖନ୍ତୁ ବର୍ତ୍ତମାନ ମୁଁ ସେଇ ପ୍ୟାଲେସ୍ଟା ଅଛି। ଡର ବି ଲାଗୁଛି, ଜାଗାଟା ଡର ବି ଲାଗୁଛି। ଆପଣମାନେ ଜଣେ ଆସିଲେ ବହୁତ ଭୟ ଲାଗିବ। ଲୋକ ରହୁନାହାନ୍ତି ଏଠି, ଯଦି ବି ରହୁଥିବେ ପଛ ଆଡ଼େ କି ସାଇଡ଼୍ରେ ରହୁଥିବେ। ଏଠି ପାଖାପାଖି କେହି ବି ରହୁନାହାନ୍ତି। ତ ଜାଗାଟା ଏମିତି କିଛି ଅଛି ଦେଖନ୍ତୁ।
गोटे जिनस देखूँ आपण मैंने राजा पाखे यही फोटो राजा ना से फास्ट फोटो राजा पाखे गोटे किसी लाइट लगी माने यही साइड देखो गोटे किसी लाइट लगी यही साइड गोटे लाइट लगी माने पुरातन लाइट पूरा बहुत पुराना आग काल में एमती किसी लाइट था देखो मुझे जूम करुच्ची से जगह को पड़ा देखूँ राजा बस पाखे झुली देखूँ एवं तो बहुत प्रकार लाइट बाहरी पड़ा बट आग काल लाइट ना बहुत देखा ये भाई ये गोटे देखो महिषी अच्छी तो बहुत किसी अच्छी भितर बहुत किसी अच्छी आपण मानक मुझे देखे पारे बर्तमान यही साइडटा देखूँ माने आगर कारुकार्य देखूँ टे बर्तमान कारुकार्य भाई बहुत बढ़िया ये माने जो सैन्य माने आमर रही पूरा होता एकानी गोटे तो देखो केमती लगुच देखो ये गोटे जिनस को मार्क कली देखु आमर तो वाटर डेंसिंग बहुत बाहरी पड़ला माने आग काल देखूँ केमती डिजाइन सब थिला माने पानी एठू गोटे फ्लोर रे पड़ो से गोटे पड़ो से गोटे पड़ो तो माने पूरा पूराटा पूरा भाई पूरा पानी पड़ो माने आग काल ही यही जगह सब अच्छी बर्तमान देखो पैलेसटा को पाखा पुराना हिस्ट्री विषय पचारे जीजू कि जीजू तो आम जय जगन्नाथ ये हूँ आम ओडिशार बलांगीर अच्छी ये पैलेस शैलश्री पैलेस ये पाटना महाराजंकर सेतेबेले बलांगीर आमर पाटना स्टेट अंडर जाऊला तो राजा से टाइम रे श्री श्री राजेंद्र नारायण सिंहदेव ये पैलेस बने थे आउ बहुत सुंदर यहाँ अच्छी पाखापाखि 200 वर्ष पुराना पैलेस यहाँ ए बहुत किसी ऐतिहासिक जिनस अच्छी आप देखिपारे म्यूजियम अच्छी पोखरी अच्छी दुईटा भल मंदिर अच्छी शिव बाबा मंदिर और श्रीराम मंदिर आउ राजांकर ये बहुत किसी जिनस अच्छी माने अश्वशाला ये गृहपालित पशु रही से टाइम रे भी बहुत किसी कराई ये बहुत सुंदर पैलेस आपण आसतु बहुत भल लगे शंकर भाई का वीडियो आपन को बहुत पसंद आसे तो प्लीज लाइक शेयर कमेंट माध्यम में जनइबे बहु मात्रा रे सब्सक्राइब करूँ धन्यवाद तो आपण माने माने यार पुराना हिस्ट्री भाव में माने बहुत पुराना ये जमती कि जीजू कहले कि गृहपालित पशु से टाइम रे भी रखापी किसी स्वतंत्र जगह कराइला से टाइम रे बहुत किसी माने थिला जोटा कि एबे आमे माने करि पारुने तो देखंतु एही पर थिला ऊपर फ्लोरटा एटा सुंदर कलाकार बहुत सुंदर माने से टाइम रो कारुकार्य देखंतु आपण माने बहुत पुराना 200 वर्ष पूर्वे माने केमती करथले सब से तो सीमेंट गुड़ी नथिला ना आमे माने करदेबा माने से माने को टाइप रो बनौथिले देखंतु माने बहुत ए पर्यंत टोटाली भांगे नहीं तो वर्तमान तो देखिले आपण माने पैलेस को वर्तमान एटा होची हमर एग्जिस्ट पॉइंटटा पैलेस रो राइट साइड एग्जिस्ट गेटटा ए लोक रहउचंदी भी माने कर्मी माने रहउचंदी पैलेस बुलिकी आसी सारला पर वर्तमान आमे आसी जे टिके सैलून को जीजूंकर टिके सेविंग होउचंदी तो एटा मु बसची तो सैलून को आसीजु सैलून को आसिला पर जिबा टिफिन धरिकी घर को जिबा कालिया सिलु कालिया कालिया एबे पूरा गाधुआ पदा पूरा रेडी वर्तमान जाके टिफिन करवा तो आपण माने भी दर्शन कर दिंतु भोला बाबा टे देखी केते बढ़िया लगुच ना तो वर्तमान आमर खाଇବା आसी जाइए तो गोटे नुआ जिनस देखु एटा कहते चक्की पिठा
ଭଲ ଲାଗୁଛି ଭିତରେ ଆଳୁଟା ଅଛି ଆଉ ଏଡ଼ା ତ ଭାଇ ସିଆଡ଼େ ଗଲାଣି ସିଲୁ ଏଇ କାଳିଆ କାଳିଆ ଏଡ଼ା 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 ସେଇଟାକୁ ଆଶା କରିଥିଲି ସେ ପିଜୁଳିଟାକୁ ଆଶା କରିଥିଲି ସେଇଟା ଯାଇକି ତା ସହିତ ଯାଇକି ଖେଳିକିରି କାଳିଆଟା ବେଶୀ ବିଜାର କରିଲା ଯେ ଆପଣମାନେ ଦେଖି ସାରିଲେ ଖାଇବା ବର୍ତ୍ତମାନ ସରିଲା ମୋର ବର୍ତ୍ତମାନ ଯିବା ମୁଁ ରେଡ଼ି ହେଇଯାଇଛି ଦୋକାନ ଯିବା ବାବା ସେକାନି ଶୋଇଛନ୍ତି ତ ଯିବା ଦୋକାନ ଯିବା ଚାଲନ୍ତୁ ଦୋକାନ ଯିବା ତ ବର୍ତ୍ତମାନ ଯିବା ଆମେ ରେଡ଼ି ହେଇ ସବୁ ଏଠି ମା ବଇଛନ୍ତି ଆମର ମା ଯାଉଛି ଦୋକାନ ମର୍ଜି ମା କହୁଛନ୍ତି ମୋ ନାକଟା ବଢ଼ିଆ ହେଇଛି ବର୍ତ୍ତମାନ ମୁଁ ପୁରା ରେଡ଼ି ହେଇଯାଇଛି ଯାଉଛି ବର୍ତ୍ତମାନ ଦୋକାନକୁ ତ ରାସ୍ତା ଟିକେ ଇଏ ଅଛି ତ ବର୍ତ୍ତମାନ ମୁଁ ଆସିଯାଇଛି ଦୋକାନକୁ ଆସିକି ମୁଁ ଭିଡ଼ିଓ ବନେଇନଥିଲି ବର୍ତ୍ତମାନ ଦେଖନ୍ତୁ ମାର୍କେଟ ଅଛି ମାର୍କେଟ ଆମର ପାଖରେ ହିଁ ଆମର ଦୋକାନଟା ଅଛି ଏଇଟା ଏକାନି ଖାଲି ରୂପା ସେକାନି ସୁନା ତ ବର୍ତ୍ତମାନ ଦୋକାନକୁ ମୁଁ ଆସିଯାଇଥିଲି ଆଉ ଭିଡ଼ିଓ କରିନି କଷ୍ଟମର ଥିଲେ ତ ବର୍ତ୍ତମାନ ଏବେ ଆମର ସବୁ ସରିଯାଇଛି ବର୍ତ୍ତମାନ ଆମେ ଯିବା ଘରକୁ ତ ବର୍ତ୍ତମାନ ଆମେ ଦୋକାନରୁ ଆସି ସାରିଲା ପରେ ଜିଜୁ ଆଉ ମୁଁ ଟିକେ ମିଠା ଟିକେ ଖାଉଛୁ ଗୁଡ଼ ଛେନାପୋଡ଼ ଗୁଡ଼ ଛେନା ଏ ଦୋକାନଟା ପୁରା ମସ୍ତ ଖାଲି ଭାଇ ମିଠାରେ ପୁରା ଭରପୁର ଆମର ମିଠା ଦୋକାନରୁ ଖାଇବା ସରିଯାଇଛି ମିଠା ଧରିକି ଆସୁଛୁ ହେରି ବର୍ତ୍ତମାନ ଜିଜୁ ଯାଉଛନ୍ତି ଆଗରେ ବୁଲେଟ୍ରେ ମୁଁ ଯାଉଛି ସ୍କୁଟିରେ ତ ଆଉ କିଛି କଥା ନ ହେଇକି ସିଧା ଯିବା ଆମେ ଘରକୁ ଆସିଛୁ ନା ନାହିଁ ଗାଡ଼ି ପାର୍କ କରିକି ରଖିଛୁ ନା ନାହିଁ ଆଙ୍କମାନେ ସିଧା ଜିଜୁଙ୍କୁ ଦେଖିକିରି ଡାଇରେକ୍ଟ ଏମାନେ ପୁରା ପଳେଇ ଆଇଲେଣି ଆରେ ବା ତ ବର୍ତ୍ତମାନ ଆମେ ଏବେ ଯାଉଛୁ ଖାଇସାରିଲୁ ଖାଇକି ଟିକେ ରେଷ୍ଟ ନେଇଗଲୁ ଏବେ ଟାଇମ୍ ହେଇଛି 5ଟା ଅଧେ ସ୍କୁଟି କାଢ଼ିକି ଟିକେ ଯିବା ମାର୍କେଟ ଟିକେ ବୁଲାବୁଲି କରିବା ପୁଣି ଥରେ ରିଟର୍ନ କରିବା ତ ଚାଲନ୍ତୁ ଯିବା ବର୍ତ୍ତମାନ ଆମେ ଯେଉଁ ବୁଲି ଆସିଥିଲୁ ବର୍ତ୍ତମାନ ଆମେ ସମଲେଇ ମାଙ୍କ ମନ୍ଦିରକୁ ଆସିଛୁ ବାବାଙ୍କୁ ମୋର ଆସିଛୁ ସମଲେଇ ମାଙ୍କ ମନ୍ଦିର ତ ବର୍ତ୍ତମାନ ଆମେ ମନ୍ଦିର ସାମ୍ନାରେ ଥିବା ଜାଗାରେ ଗାଡ଼ି ପାର୍କିଂ କରିଦେଇଛୁ ତ ୟା ଆଗରେ ହିଁ ଅଛି ଆମର ସମଲେଇ ମାଙ୍କ ମନ୍ଦିର ତ ବର୍ତ୍ତମାନ ଆମେ ଯିବା ସମଲେଇ ମାଙ୍କ ପାଖକୁ ଟିକେ ଦର୍ଶନ କରିଦେବା ତ ବର୍ତ୍ତମାନ ମାଆଙ୍କର ଏବେ ଆଳତି ହେବ ଷ୍ଟାର୍ଟ ହେବ ଆଳତି ବର୍ତ୍ତମାନ ଏଇଟା ମାଆଙ୍କର ଆଳତି ଷ୍ଟାର୍ଟ ହେବ ବର୍ତ୍ତମାନ ଆସିକି ଘଣ୍ଟ ଆସିକି ରେଡ଼ି ହେଇଗଲାଣି ବର୍ତ୍ତମାନ ଆଉ କିଛି ସମୟ ପରେ ଆଳତି ଷ୍ଟାର୍ଟ ହେବ ତ ବର୍ତ୍ତମାନ ଦେଖନ୍ତୁ ଆଳତିର ଏବଂ ଦର୍ଶନ ଅପାର କରୁଣା ଲାଭ କରନ୍ତୁ ମାଆଙ୍କର ଜୟ
ବର୍ତ୍ତମାନ ମାଆଙ୍କର ଆଳତି ସରିଲା। ବର୍ତ୍ତମାନ ଆମେ ଏବେ ଯିବା ଘରକୁ ଯିବା, ଦୋକାନ ଯିବା, ଦୋକାନ ଯାଇକରି ଘରକୁ ଯିବା। ବର୍ତ୍ତମାନ ଆଳତି ଦେଖିକି ଏତେ ବଢ଼ିଆ ଲାଗିଲା, ମାନେ ପୁରା ପିସଫୁଲ୍, ବଢ଼ିଆ ଲାଗିଲା। ଚାଲନ୍ତୁ ଆଉ ମୁଁ ଘରକୁ ଗଲେ କହୁଛି। ତ ସନ୍ଧ୍ୟାରେ ଦେଖନ୍ତୁ ଜିଜୁ ଆମ ପାଇଁ କେମିତି ବନେଇ ଦେଇଛନ୍ତି, ପୁରା ମସ୍ତ। ଜିଜୁ କେଉଁଥିରେ ବନେଇଛ? ଏଇଟା ହେଉଛି ପଟାଟୋ ସ୍ମାଇଲ୍ସ ମ୍ୟାକକର୍ନ ତ ବଢ଼ିଆ ଲାଗୁଛି, ଦେଖିବା ଟେଷ୍ଟ କରିବା। ମସ୍ତ ଲାଗୁଛି ସତରେ। ଆକ୍ଚୁଆଲି ଆମ ଜିଜୁଙ୍କ ପାଖରେ ହିଡେନ୍ ଟ୍ୟାଲେଣ୍ଟ ଯାକ ଅଛି ହେଲା, ପୁରା ଦେଖଉନାହାନ୍ତି ଆଉ। ମସ୍ତ ଲାଗୁଛି ସତରେ, ବଢ଼ିଆ ଲାଗୁଛି। ଭିଡ଼ିଓକୁ ମୁଁ ଏଇଠି ରଖୁଛି। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ତ ରହିଲି, ଭିଡ଼ିଓଟାକୁ ମୁଁ ଏବେ ରାତି 12ଟାରେ ଏଣ୍ଡ କରୁଛି। ଜୟ ଜଗନ୍ନାଥ।